ଲୋକଲିଖିତ ସୁସମାଚାର 21 ପର୍ବ ତାର 25, 26, 27, 28। ହାଲେଲୁୟା। এটা প্রকাশিত বাক্যর ভাগ, প্রকাশিত বাক্য ଆପଣ ମାନେ ଭାବନ୍ତୁ ନାହିଁ ଅଲଗା ଆଡ଼େ କୁଆଡ଼େ ଯାଉଛୁ ବୋଲି। ପ୍ରେଜ୍ ଦ ଲର୍ଡ। ଆପଣମାନଙ୍କୁ ସେ ଜାଗାକୁ ନେବି। ଆମେ ମାନେ ଦେଖୁଛୁ, ଶୁଣନ୍ତୁ, ସମସ୍ତେ ଶୁଣନ୍ତୁ, ପୃଥିବୀରେ ଅତି ଭୟଙ୍କର ସମସ୍ୟା ଆସିବାକୁ ଯାଉଛି। ସେତେବେଳେ କ'ଣ ହବ? ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ମାଳାରେ ଲକ୍ଷଣ ଦେଖାଯିବ। ହାଲେଲୁୟା। ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ। ସମୁଦ୍ର ତୈଳ ତର୍ଜନ ଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ। ମୋର ପ୍ରିୟ ଲୋକମାନେ, ଏ ଜାଗାରେ ଆମେ ଦେଖୁଛୁ ବର୍ତ୍ତମାନ ଜଗତରେ ଯେଉଁ ସାଇଣ୍ଟିଷ୍ଟ ମାନେ ଅଛନ୍ତି, ବଡ଼ ବଡ଼ ବୈଜ୍ଞାନିକ ମାନେ ଅଛନ୍ତି, ସେମାନେ ଦିନକୁ ଗୋଟେ ନୂତନ ନୂତନ ବିଷୟ ଦେଖୁଥିବେ। ସୂର୍ଯ୍ୟରେ ଆଶ୍ଚର୍ଯ୍ୟ ବିଷୟ ଗୁଡ଼ାକ ଦେଖିବେ, ଚନ୍ଦ୍ରରେ ଦେଖିବେ, ତାରାମାନଙ୍କ ମଧ୍ୟରେ ଦେଖିବେ, ସେମାନଙ୍କ ମଧ୍ୟରେ ଲକ୍ଷଣ ଗୁଡ଼ାକ ଦେଖାଯିବ। ହାଲେଲୁୟା। ଆଉ କେବଳ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣ ମଧ୍ୟରେ ଦେଖାଯିବ ତାହା ନୁହେଁ, ସମୁଦ୍ରର ତର୍ଜନ ଗର୍ଜନ ବଡ଼ ଭୟଙ୍କର ହେଉଥିବ। ଏହା କ'ଣ ବୋଲି ସେମାନେ ଧରିପାରୁ ନଥିବେ। ହାଲେଲୁୟା। ମାନେ ପୃଥିବୀ ଉପରକୁ ଅତି ଭୟଙ୍କର ଦାରୁଣ ରୋଗ ଗୁଡ଼ାକ ଆସିବ। এই ସବୁ ଦେଖିକି ଗୋଟେ ପରେ ଗୋଟେ ଯୁଦ୍ଧ ଯାକ ହବ। ଆକାଶରୁ ସମସ୍ୟା, ସୂର୍ଯ୍ୟରୁ ସମସ୍ୟା, ନକ୍ଷତ୍ରମାଳାରୁ ସମସ୍ୟା, ସମୁଦ୍ରରୁ ସମସ୍ୟା, ଏସବୁ ଦେଖିକିରି ଲୋକମାନେ ମାନେ ବୁଦ୍ଧି ତାଙ୍କର ହଜିଯିବ, ହତ ବୁଦ୍ଧି ହେବେ। ହାଲେଲୁୟା। ସେତେବେଳେ ଯେଉଁମାନେ ରହିବେ ବୋଲି କହିଲେ, ସେତେବେଳେ ମଣ୍ଡଳୀ ପୃଥିବୀରେ ରହିବ ନାହିଁ। ହାଲେଲୁୟା। କିନ୍ତୁ ଜିହୁଦୀ ଲୋକମାନେ ସେ ସମୟରେ ପୃଥିବୀରେ ରହିବେ। ହାଲେଲୁୟା। କିନ୍ତୁ ଏଇ ଜିନିଷ ଗୁଡ଼ାକ ମଣ୍ଡଳୀ ଥିବା ବେଳେ ମଧ୍ୟ ଘଟିବ। ତା ପୂର୍ବରୁ ଘଟିଥିଲା, ବର୍ତ୍ତମାନ ମଧ୍ୟ ଘଟିବ, ଆସନ୍ତା ଦିନମାନଙ୍କର ମଧ୍ୟ ଘଟିବ। କ'ଣ? ଗୋଟେ ବିଷୟ ପୃଥିବୀରେ ଘଟୁଥିବ, ଲୋକମାନେ ତାହା ଧରିପାରୁନଥିବେ। କରୋନା ରୋଗ ଆସିଲା, ଲକ୍ଷ ଲକ୍ଷ ଲୋକମାନେ ମରିଗଲେ। ହାଲେଲୁୟା। ହେଲେ ଏ ପୃଥିବୀରେ ଯେତେ ରୋଗ ଯାକ ଆସିବ, ଯେତେ ସମସ୍ୟା ଗୁଡ଼ାକ ଆସିବ, ସେ ଲେଖା ହେଇଛି ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ। କ୍ଲେଶ ବୋଲି କହିଲେ ଦୁଃଖ ଘଟିବ। ହାଲେଲୁୟା। ମଣ୍ଡଳୀ ସେତେବେଳକୁ ନଥିବ। ପ୍ରେଜ୍ ଦ ଲର୍ଡ। ମଣ୍ଡଳୀ ମହିମାରେ ପଳେଇ ଯାଇଥିବ। ମଣ୍ଡଳୀ ପ୍ରଭୁଙ୍କ ସହିତ ସ୍ୱର୍ଗରେ 3 ବର୍ଷ 6 ମାସ ପର୍ଯ୍ୟନ୍ତ ଆନନ୍ଦ କରୁଥିବ। ପୃଥିବୀରେ ଅତି ଭୟଙ୍କର ଦୃଶ୍ୟ ଦେଖାଯିବ। ହାଲେଲୁୟା। ପୁଣି ଜଗତ ମଧ୍ୟରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, ବୋଲେ ମୂର୍ଚ୍ଛା ହେଇଯିବେ, ବୋଲେ ସହିପାରିବେ ନାହିଁ ସେ ଦୁଃଖକୁ, ସେ ସମସ୍ୟାକୁ ସହିପାରିବେ ନାହିଁ। ଆମମାନଙ୍କୁ ପ୍ରଭୁ ରକ୍ଷା କରିବେ। ହାଲେଲୁୟା। এই বাক্য সমୟରେ ମଣ୍ଡଳୀ ପୃଥିବୀରେ ଆଘାତ ଥିବ। ହାଲେଲୁୟା। କ'ଣ ଏଇଟା? ପୂର୍ବ ବାକ୍ୟରେ କି ପାଇଁ ନଥିବ? এই ବାକ୍ୟରେ କ'ଣ ପାଇଁ ଥିବ? ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଲୋକମାନେ, ବାକ୍ୟକୁ ଆମେ ଧ୍ୟାନ ସହିତ ଯଦି ବୁଝିବା, ତାହେଲେ ପ୍ରଭୁ ଆମମାନଙ୍କୁ କଥା କହିବେ। ହାଲେଲୁୟା। ସଦାପ୍ରଭୁ ପରମେଶ୍ୱର ଆମମାନଙ୍କ ସହିତ କଥା କହିବେ। ସେଠି ଲେଖା ହେଇଛି, ଗୋଟେ ଦିନ ମାନେ ଦିନକୁ ଗୋଟେ ସମସ୍ୟା ଲୋକମାନେ ଦେଖିବେ। ସେ ଲୋକମାନେ ଏଠି ପ୍ରକାଶିତ ବାକ୍ୟ ମୋ ସତ୍ୟ କାଢ଼ନ୍ତୁ। ପ୍ରକାଶିତ ବାକ୍ୟରେ ଲେଖା ହେଇଛି,
ତାର 6 ପଦରୁ ଆମେ ଦେଖିବା। ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି। ସେ ପୃଥିବୀ ନିବାସୀ ସମସ୍ତ ଜାତି ଗୋଷ୍ଠୀ ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳ ସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚ ସ୍ୱରରେ କହିଲେ, ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ। ପୁଣି ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଜର ସମୂହ ସୃଷ୍ଟି କରିଅଛନ୍ତି ତାହାଙ୍କୁ ପ୍ରଣାମ କର। ତାହାଙ୍କ ପଶ୍ଚାତରେ ଆଉ ଜଣେ ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିକୁ ଆପଣା ବ୍ୟଭିଚାରର କାମରୂପ ମଦିରା ପାନ କରାଇଅଛି, ସେ ପତିତ ଓ ଅଧପତିତ ହୋଇଅଛି। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ସେଠି ଆମେ କ'ଣ ଦେଖିଲୁ? ଆକାଶ, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ତାରାଗଣ, ସମୁଦ୍ର ଦେଖିଲୁ ନା ନାଇଁ? ମାତୃ ଲିଖିତ ସୁସମାଚାରରେ। ହେଲେ ପୃଥିବୀର ସେ ଆମେ ସମୁଦ୍ର ଦେଖୁଛୁ ନାଇଁ କି? ସମୁଦ୍ରର ଲହରୀ ଯୋଉ ଏଟା ଯାକ ଲୋକମାନଙ୍କୁ ଆସିବ, ବୁଝିଲ ନାହିଁ? ପୁରା ବଢ଼ିଯିବ ସମୁଦ୍ରର ମାନେ ଜଳ ବଢ଼ି ଯାଇକରି ସେ ତରଙ୍ଗ ଯାକ ଅତି ଭୟଙ୍କର ଭାବରେ ପୃଥିବୀ ଉପରକୁ ପଳେଇ ଆସିବ। ସେତେବେଳେ ସରକାର କେତେଟା ଗେଟ୍ ପକେଇବ ନାଇଁ କି? ସରକାର ଗେଟ୍ ପକେଇ ପାରିବ କି ସମୁଦ୍ରକୁ? ହାଲେଲୁୟା। ସମୁଦ୍ରକୁ କିଏ ଗେଟ୍ ପକେଇଛନ୍ତି? ସଦାପ୍ରଭୁ ପରମେଶ୍ୱର। ହାଲେଲୁୟା। ତମେ ଏଇ ଜାଗାରୁ ଆଉ ଏପଟେ ତୁମେ ଆସିବ ନାହିଁ ବୋଲି ପ୍ରଭୁ ସେଦିନ ସମୁଦ୍ରରୁ ଗେଟ୍ ପକେଇଦେଲେ। ଲୋକମାନେ କ'ଣ କରୁଛନ୍ତି ଜାଣିଛ କି? ତାହାକୁ ଖୋଲି ଦେଇକରି ଜେସିପି ମାନଙ୍କୁ ଖୋଲି ଦେଇକରି ଘର ଯାକ ବାନ୍ଧି ପାରୁଛନ୍ତି। ବୁଝିପାରିଲ କି? ପ୍ରଭୁ ଗୋଟେ ବାଡ଼ ଦେଇଛନ୍ତି, ଯୋଉ ବାଲି ଯାକ ଅଛି ନାଇଁ କି? ସେଟାକେ ବାଡ଼। ହାଲେଲୁୟା। କିନ୍ତୁ ମଣିଷ କ'ଣ କରୁଛି? ସେ ବାଲି ଯାକ ସବୁ କାଢ଼ି ଦେଇକରି ସେଠି ଗୋଟେ ବଡ଼ ବଡ଼ ଘର ଯାକ ବାନ୍ଧି ଯାଉଛି। ହେଲେ ପରମେଶ୍ୱରଙ୍କ କ୍ରୋଧ ବାକ୍ୟ ସଫଳ ହେବାର ଅଛି କି ନାଇଁ? ହାଲେଲୁୟା। ପାଣିକୁ ପ୍ରଭୁ ଏମିତି ଜୋରସେ ପଠେଇବେ ଯେ ସବୁ ସାଫା ହେଇଯିବ। ଘର ଦୁଆର ମାନେ ଜମିବାଡ଼ି ପିଲା ଜିଲ୍ଲା ସବୁ ସାଫା ହେଇଯିବ। ହାଲେଲୁୟା। ତାକୁ ରଖିବା ପାଇଁ ସରକାର ବହୁତ କଷ୍ଟ ପଡ଼ିବ, କିନ୍ତୁ ପାରିବ ନାହିଁ। ସମୁଦ୍ର କଥା ସେଟା। ହାଲେଲୁୟା। ଗୋଟେ ଦୂତ ପୁଣି କହୁଛି ସେତେବେଳେ ଦେଖନ୍ତୁ, ମୁଁ ସେଠି ତୁମକୁ ଦୁଇଟା କଥା କହିଲି। ମଣ୍ଡଳୀ ରହିବା ସମୟ ଗୋଟେ କଥା କହିଲି, ମଣ୍ଡଳୀ ନଥିବା କଥା ଗୋଟେ କହିଲି। ହାଲେଲୁୟା। ଏଇ ଜାଗାରେ ମଣ୍ଡଳୀ ନଥିବା କଥା କହୁଛି। ମଣ୍ଡଳୀ ପୃଥିବୀରେ ଏଇ ସମୟକୁ ନଥିବ। ପ୍ରେଜ୍ ଦ ଲର୍ଡ। ସେତେବେଳେ କିଏ ଥିବେ? ଇସ୍ରାଏଲ ଲୋକମାନେ ଥିବେ ବୋଲି କହିଲି। ବାବିଲ ବୋଲି ଗୋଟେ ମହାବେଶ୍ୟା। ବାବିଲ ଦେଶ ବର୍ତ୍ତମାନ ଇରାକ ଦେଶ। ହାଲେଲୁୟା। ସେ ଇରାକ ଦେଶରେ ସମସ୍ତ ବାଣିଜ୍ୟ ବେପାର, ଯେତେ ବେପାର ଆମେ ଧାନ ମାଣ୍ଡିଆ ଗାଈ ଗୋରୁ ଛେଳି ମେଣ୍ଢା ଯେତେ ଯାହା ବ୍ୟବସାୟ କରୁଛୁ ନାଇଁ କି? ଏଇ ସବୁର ଡାଟା ସବୁ ସେଠି ରହିଯାଇଥିବ। ହାଲେଲୁୟା। ସେ ସବୁକୁ ସେଠି ଲେଖା ଦେଖ ଲାଷ୍ଟରେ ସେ କ'ଣ କରୁଛି? ପୁଣି ଜାତି ସମୂହକୁ ଆପଣା ବ୍ୟଭିଚାରର କାମକର୍ତ୍ତା ମଦିରା ପାନ କରାଇଅଛି। ସେ ପତିତ ଅଧପତିତ ହୋଇଅଛି। ହାଲେଲୁୟା। 3 ବର୍ଷ 6 ମାସ ହେଇଗଲା ପରେ ତାର ଅଧିକାର କ'ଣ ହେଇଯିବ? ନଷ୍ଟ ହେଇଯିବ। ତାର ଅଧିକାର, ତାର ପଦବୀ ଚାଲିଯିବ। କାହାର? ସେ ବଣ୍ଡ ଖ୍ରୀଷ୍ଟର। ହାଲେଲୁୟା। ବଣ୍ଡ ଖ୍ରୀଷ୍ଟର ପଦବୀ ଚାଲିଯିବ। ସେ ଅଧପତିତ ହେଇଯିବ। ତାର ବେପାର ବାଣିଜ୍ୟ ସବୁ ନଷ୍ଟ ହେଇଯିବ, ସବୁ ଖତମ ହେଇଯିବ। ସେତେବେଳେ ଏଡ଼େ ବଡ଼ ଦେଶ, ଏଡ଼େ ବଡ଼ ମହାବେଶ୍ୟା ବୋଲି କହିଲେ ଗୋଟେ ସ୍ତ୍ରୀକୁ ବୁଝାଉଛି ସେ ଦେଶଟି। ହେଲା, ସେ କ'ଣ କରୁଛି? ତାର ସୁନ୍ଦର ଦ୍ୱାରା ଟଙ୍କାଟକି ମାନଙ୍କୁ ନଷ୍ଟ କରୁଛି। ସେ ବୁଝିପାରିଲ କି ନାହିଁ? ଟଙ୍କାଟକି ମାନଙ୍କୁ ଭୟଙ୍କର ଭାବରେ ନଷ୍ଟ କରିକିରି ତାର ପଛରେ ବୁଲେଇ ଦେଉଛି। ମଦିରା ବୋଲେ ମଦ ପିଏଇବ, କ୍ଲବ୍ ଯାକ ତିଆରି କରିବ। ତମର ଇଚ୍ଛା ଅନୁସାରେ ଚାଲ,
तुम उच्चार सर्व टका टक में व्यभिचार कर विभिन्न प्रकार काम कर बोली से सेमती मत ही देव समस्त टका टक ख्रीष्टान टका माने देखुवे सीना प्रभु तांको रक्षा करके नहीं जाए हालेलुया सेते बेले नथिबे हालेलुया सेते बेले जीवद लोक माने थिबे किंतु जीवद लोक मानकर परित्राण सेते बेले प्रस्तुत करबो प्रेज द लॉर्ड से मान को कहि छथि ए सब घटना घटिबा समय तमे ऊर्ध्व को देख तुम मान राजा प्रभु जीशु स्वर्गर महा महिमा सहित पृथ्वी को पले आसुचंती प्रेज द लॉर्ड से मूल वाक्य टिके पढ़ो प्रभु जीशु आगमन करबा विषय लुक 21 तार 25 26 पुणी जगत उपरे तातले 27 सेतेबेले लोके मनुष्य पुत्र को महा पराक्रम और महा महिमा सह मेघरे आगमन करिबा देखिबे किंतु ए समस्त घटना आरंभ हेले तुम्बे माने ऊर्ध्व दृष्टि करो और मस्तक उत्तोलन करो एणु तुममानकर मुक्ति सन्निकट हालेलुया जेणु एणु नाही जेणु जेणु ना हां मोर प्रिय लोक माने इस्राएल लोक मान को प्रभु आश्वस्ति देउछन्ति तुम ऊपर को देखो हालेलुया कुडी देखो ऊपर को देखो के आसुछन्ति प्रभु जीशु मेघालय रे आसुछन्ति प्रेज द लॉर्ड काहा को धरि आसुछन्ति मंडली बोले आमको धरि आसुछन्ति मोर प्रिय लोक माने जागृत तो से 24 पद पढ़ो 26 रे 26 26 पुणी जगत उपरे आसुथिबा घटना सबको अपेक्षा करी लखे मूर्छित हेबे कारण आकाश मंडलर शक्ति शक्ति समूह विचलित हेबे विचलित हेबे सेतेबेले लोके मनुष्य पुत्र को महा पराक्रम ओ महा महिमा सह मेघरे आगमन करिबा देखिबे एति था आज्ञा हालेलुया सुनतु से मूर्छित हेबे बोलबा विषय तुमान को कहउछला से मन कोन पे मूर्छित हेबे बोल कहले सेतबे मंडली थिबो जगत रे अति भयंकर विषय घटुवा समय ख्रीष्टान लोक मान को शैतान बोले ये बाबिल जे कि गणकृष्ण ख्रीष्टान लोक मान को अति भयंकर भाव रे 667 नंबर लगेबा को से बारण करिबो हालेलुया किंतु तोय मध्यरु से माने रक्षा पाई कि प्रभु को राज्य को से माने चली जिवे प्रेज द लॉर्ड प्रभु से माने रक्षा करिवे से लेखाई छी ता पूर्व टिक अछि 10 पढ़ो तेबे से मध्य ईश्वरଙ୍କ कोपरूप आगे टिके सॉरी नो क्षमा करो सेमानଙ୍କ पछातरे आउ जणे अर्थात तृतीय दूत आसी उच्च स्वରରେ कहिले जदि केही ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ ତେବେ ସେ ମଧ୍ୟ ଈଶ୍ୱରଙ୍କ କୋପରୂପ ଯେଉଁ ମୁଦ୍ରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧରେ ପାତ୍ରରେ ପ୍ରସ୍ତୁତ କରାଯାଇଅଛି ତାହା ପାନ କରିବ ପୁଣି ପବିତ୍ର ଦୂତଗଣଙ୍କ ଓ ମେଷ ଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ ଏପରି ଲୋକମାନଙ୍କ ଯନ୍ତ୍ରଣାର ଧମ ଯୁଗେ ଯୁଗେ ଉଠୁଥିବ ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି ତାହାର ନାମର ଚିହ୍ନ ଗ୍ରହଣ କରନ୍ତି ସେମାନଙ୍କର ଦିବାରାତ୍ର ପରିଶ୍ରମ ବିଶ୍ରାମ ନାହିଁ ଏଠାରେ ସାଧୁମାନଙ୍କର
अर्थात ଯେଉଁମାନେ ହଁ। ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ହଁ। ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି ହଁ। ସେମାନଙ୍କ ଧୈର୍ଯ୍ୟ ଆବଶ୍ୟକ। ହାଲେଲୁୟା ହାଲେଲୁୟା। ଦେଖ ଏଠି ଯୀଶୁଙ୍କର ବିଶ୍ୱାସ ମାନେ ଆସୁଛନ୍ତି। ଦେଖ ସେଠି କହିଲି ମଣ୍ଡଳୀ ନାହିଁ, ଏଠି କହୁଛି ମଣ୍ଡଳୀ ଅଛି। ପ୍ରେଜ୍ ଦ ଲର୍ଡ। କେମିତି ବୋଲି କହିଲେ ସେତେବେଳକୁ ଆକା ଏମାନେ ଜୟ ପ୍ରାପ୍ତ ହେଇକରି କେ ମଣ୍ଡଳୀ ଜୟ ପ୍ରାପ୍ତ ହେଇକରି ସ୍ୱର୍ଗ ରାଜ୍ୟକୁ ଯୀଶୁଙ୍କ ମୋଦି ଆକାଶକୁ ପଳେଇଲା ପରେ ସ୍ୱର୍ଗ ରାଜ୍ୟକୁ ମଣ୍ଡଳୀ ପଳେଇବ। ହାଲେଲୁୟା। ସେଇ ମଣ୍ଡଳୀ ଧରିକରି ଯୀଶୁ ଏ ଜିଉଦ ମାନେ ଦେଖୁ ଦେଖୁ ପ୍ରେଜ୍ ଦ ଲର୍ଡ ଜିଉଦ ମାନେ ଦେଖିବେ ପୁଣି ସେଠି ଲେଖା ହେଇଛି ନା। ହାଲେଲୁୟା। ଏ ଜଗତ ଉପରକୁ ଆସୁଥିବା ବାଧା ଗୁଡ଼ାକ ଦେଖିକିରି ଲୋକମାନେ ଛଟପଟ ହେଉଥିବେ। ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ସେତେବେଳେ ଟିକେ କାବା କାବା ହେବେ। ସେତେବେଳକୁ ତମେ ଭୟ କର ନାହିଁ ବୋଲି ପ୍ରଭୁ କହିକିରି ଉଠେଇକିରି ସୁବୁଧି କନ୍ୟାକୁ ନେଇଗଲା ପରେ ନେଇଯିବେ। ପ୍ରେଜ୍ ଦ ଲର୍ଡ। ସେଇମାନେ ଏ 600 ନମ୍ବର ଲଗେଇବାକୁ ତାଙ୍କୁ ବାରଣ କଲେ ମଧ୍ୟ ତୈରୁ ସେମାନେ ରକ୍ଷା ପାଇକରି ପଳେଇ ଯାଇଥିବେ କିଏ ମଣ୍ଡଳୀ। ପ୍ରେଜ୍ ଦ ଲର୍ଡ। କିନ୍ତୁ ଅବଶିଷ୍ଟ ଲୋକମାନେ ଯେତିକି ଲୋକ ଅଛନ୍ତି ସେମାନେ ସେ ପଶୁର ମୁଦ୍ରାକୁ ତାର ଦକ୍ଷିଣ ହସ୍ତ ରେଖି ତାକୁ କିଏ ପ୍ରଣାମ କରିଥିବ ସେମାନେ ଲଗେଇଥିବେ ଚିହ୍ନ ଲଗେଇଥିବେ। ସେ ମୁଦ୍ରା ବା ଚିହ୍ନ ଦକ୍ଷିଣ ହସ୍ତରେ ମାନେ ଖାଇବା ହସ୍ତରେ ହେଲା ଲଗେଇଥିବେ। ସେମାନଙ୍କ ଉପରକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୋଧ ରୂପ ମଦିରା। ହାଲେଲୁୟା। ସେଠି ବି ମଦିରା ବାଇବେଲ ଦେଶ ଦେଉଛି ସେଟା ବେବିଚାର ମଦିରା। ଏଠି ଯୀଶୁଙ୍କର କ୍ରୋଧ ରୂପ ମଦିରା। ହାଲେଲୁୟା। ମଦିରା ବଡ଼ ମଦ ବୁଝିପାରିଲ କି ନାହିଁ? ଦେଖନ୍ତୁ ସେଠି ସ୍ପଷ୍ଟ ଲେଖା ହେଇଛି ତେବେ ସେ ମଧ୍ୟ ଈଶ୍ୱରଙ୍କ କପରୂପ ଯେଉଁ ମଦିରା ଅମିଶ୍ରିତ ଭାବରେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି ତାହା ପାନ କରିବ ବୋଲି କହିଲେ କେଉଁମାନେ ବୋଲି କହିଲେ ଏଇ 600 ନମ୍ବର ମୁଦ୍ରା ଲଗାଇବା ଲୋକମାନେ ପାନ କରିବ ବୋଲି କହିଲେ ଦୁଃଖ ସହିବ। ବୁଝିପାରିଲ କି ନାହିଁ? ପାନ କରିବାର ଅଛି ବୋଲି କହିଲେ ଦୁଃଖ ସହିବ। କାହାର ଦୁଃଖ? ପ୍ରଭୁ ଦେଇଥିବା କ୍ରୋଧର ଦୁଃଖ। ସେ କ୍ରୋଧର ଦୁଃଖ ସମ୍ଭାଳିବା ବହୁତ କଷ୍ଟ। ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। ସେ କିଏ? 666 ନମ୍ବର ଲଗାଇବା ଲୋକମାନେ। ସେତେବେଳେ ପୃଥିବୀରେ ବଡ଼ ଭୟଙ୍କର ଦୁଃଖ କେମିତି ଘଟିବ ବୋଲି କହିଲେ ମଣ୍ଡଳୀ ଥିବା ବେଳେ ଏ ଆର ସରକାର ଚାଲିଥିବ ବନକିଶୋର ସରକାର ଚାଲିଥିବ। ସେ କ'ଣ କରିବ ବୋଲି କହିଲେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଚାଉଳ କାର୍ଡ଼ ଦିଅ ନାହିଁ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ସରକାର ସୁବିଧା ଦିଅ ନାହିଁ ବୋଲି କହିଥିବ। ସେମାନେ ଭୋକକୁ ଛଟପଟ ହେଉଥିବେ। ତମର ଜମି ତମେ କରିପାରିବ ନାହିଁ ମୋର ପ୍ରିୟ ଲୋକମାନେ, ତମର ଜମି ବାଡ଼ କିଛି ତମେ କରିପାରିବ ସବୁ ସେ ଅଣ୍ଡର ନେଇଯିବ। ସେ ପ୍ରକାର ସମୟ ଆସୁଛି। ଆଜି ତମକୁ ଖାଇବାଟା ଅଛି, ପିଇବାଟା ଅଛି, ପିନ୍ଧିବାଟା ଅଛି, ସବୁ ଅଛି। ମାତ୍ର ଏଇ ପ୍ରକାର ସମୟ ଆସିବ ତମ ପାଟିରୁ ତମର ଖାଦ୍ୟ ଝିକି ନେଇଯିବେ। ତମ ପାଟିରୁ ତମେ ଖାଇଥିବା ମାନେ ଖାଦ୍ୟ ଝିକିକି ନେଇକି ଖାଇଦେବେ। ସେଇ ପ୍ରକାର ସମୟ ଆସୁଛି। ହାଲେଲୁୟା। ସରକାର ସୁବିଧା କୌଣସି ସୁବିଧା ତମକୁ ଦିଆଯିବ। ଲାଇଟ୍ ସୁବିଧା ବି ଦେବେ ନାହିଁ, କରେଣ୍ଟ ସୁବିଧା ଦେବେ ନାହିଁ, ମୋବାଇଲ ନେଟୱାର୍କ ସୁବିଧା ମଧ୍ୟ ଦେବେ ନାହିଁ। ମୁଁ ସତ କଥା କହୁଛି ମୋର ପ୍ରିୟ ଲୋକମାନେ, କିଛି ଖ୍ରୀଷ୍ଟିଆନ ଲୋକମାନଙ୍କୁ ଦିଆଯିବ ନାହିଁ। ଚାଉଳ କାର୍ଡ଼ ଦେବେ ନାହିଁ, ଚାଉଳ ଦେବେ ନାହିଁ, କିଛି ଦେବେ ନାହିଁ। ସେତେବେଳେ ଭୋକରେ ଲୋକମାନେ ଛଟପଟ ହେଉଥିବେ। ଭୋକ ସେତେବେଳେ ଉପବାସ କରିବେ। ସେତେବେଳେ ଲୋକମାନେ ଉପବାସ କରିବେ। କିନ୍ତୁ ତାଙ୍କର ପିଲାମାନେ ଖ୍ରୀଷ୍ଟିଆନ ଲୋକମାନଙ୍କର ପିଲାମାନେ ବହୁତ କଷ୍ଟ ଲାଗୁଥିବ। ତାଙ୍କ ଅଗ୍ନି ପରୀକ୍ଷା ସେ ମା କହୁଥିବ ଟିକେ ରୁହ ପ୍ରଭୁ ପଳା ଆସିଲେ, ଟିକେ ରୁହ ବୋଲ ନା ପ୍ରଭୁ ଆସ ଦେବେ, ଟିକେ ରୁହ ବୋଲ। କିନ୍ତୁ ତାଙ୍କର ପିଲାମାନେ ଭୋକକୁ ଛଟପଟ ହେଉଥିଲେ। ମାର ମନ ରହିପାରିବ କି? ସେ ପାଖ ଘରେ ଏକା ଆଉ ଗୋଟେ ଖ୍ରୀଷ୍ଟିଆନ ଲୋକମାନେ ବ୍ଲକକୁ ଯାଇକରି 666 ନମ୍ବର ମୁଦ୍ରା ଲଗାଇ ଦେଇଥିଲେ। ବୁଝିଲ ନା? ସେ ପୃଥିବୀର ରାଜା ବନଖ୍ରୀଷ୍ଟ ମହାପ୍ରଭୁ ଶୈତାନ ମହାପ୍ରଭୁକୁ ଯେ ପୂଜା କରିବ 666 ନମ୍ବର ଯେ ଲଗାଇବ ତାକୁ ଚାଉଳ କାର୍ଡ଼ ଦିଆଯିବ, ସବୁ ସୁବିଧା ଦିଆଯିବ, ତାକୁ କିଛି ଅସୁବିଧା ହେବ ନାହିଁ ବୋଲି ମହତରେ ପ୍ରଚାର କରୁଥିବେ ଲୋକମାନେ, ମାନେ ସରକାର ଲୋକମାନେ। ସେତେବେଳେ ଇଏ
ଖ୍ରୀଷ୍ଟିଆନ ଲୋକ ମାନେ ଅଳ୍ପ ଖ୍ରୀଷ୍ଟ ମାନେ ବଣ୍ଡ ସରି କ'ଣ ସେଟା ଅଳ୍ପ ବିଶ୍ୱାସୀ ମାନେ ନିର୍ବୁଦ୍ଧିଆ ମାନେ ସେମାନେ ବି ଖ୍ରୀଷ୍ଟିଆନ ଲୋକମାନେ ଏକା ହାଲେଲୁୟା ସେମାନେ କିସ୍ କରୁଥିବେ ଧୀରେ ବ୍ଲକ୍ ଯାଇକରି 100 ନମ୍ବର ଲଗେଇକରି ଚାଉଳ କାର୍ଡ଼ ପାଇକି ଚାଉଳ ସେମାନେ ଖେଳୁଥିବେ ଆରାମସେ ତାଙ୍କର ଖାଦ୍ୟ ହେଉଥିବ ଖ୍ରୀଷ୍ଟିଆନଙ୍କ ଘରେ ଖାଦ୍ୟ ନଥିବ ହାଲେଲୁୟା ତାଙ୍କ ସ୍ତ୍ରୀ କହିବ ତାଙ୍କ ସ୍ୱାମୀଙ୍କୁ ହେ ମୋ ଦେଖ ମୋ ସେମାନେ ବି ଖ୍ରୀଷ୍ଟିଆନ ଲୋକ ଆକା ନା ଆମେ ଖ୍ରୀଷ୍ଟିଆନ ଲୋକ ତାଙ୍କର ପିଲାମାନେ ଭଲ ଖାଉଛନ୍ତି ଭଲ ରହୁଛନ୍ତି ଆମ ପିଲାମାନେ କି ପ୍ରେମ ଭୋକ ରହୁଛନ୍ତି ବୋଲେ ସେ ସ୍ୱାମୀ କହିବ ଟିକେ ଧୈର୍ଯ୍ୟ ଧର ପ୍ରଭୁ ଆମମାନଙ୍କୁ ପରୀକ୍ଷା କରୁଛନ୍ତି ଆମେ ଉତ୍ତୀର୍ଣ୍ଣ ହେବା ପ୍ରଭୁ ଆମକୁ ବେଶୀ ସମୟ ରଖିବ ନାହିଁ 600 ନମ୍ବର ବାର ଆସିଲା ନା ଆଉ ବେଶୀ ସମୟ ଆମେ ରହିବୁ ନାହିଁ ଅଳ୍ପ ସମୟ ଏକା ବୋଲେ କେବେ ମୋ ପିଲାମାନେ ଭୋକରେ ମରିଯାଉଛନ୍ତି କେବେ ମୋ କହୁଛନ୍ତି ବେଶୀ ସମୟ ନାହିଁ ହାଲେଲୁୟା ଅଳ୍ପ ସମୟ ପ୍ରେଜ୍ ଦ ଲର୍ଡ ସେତେବେଳେ ପ୍ରଭୁ କୌଣସି ପ୍ରକାର ତୁମକୁ ଟିକେ ଖାଇବାକୁ ଦେବେ ମୋର ପ୍ରିୟ ଲୋକମାନେ ଭୟ କର ନାହିଁ ମୁଁ ଜଗତକୁ ଜୟ କରିଛି ତୁମମାନଙ୍କୁ ମୁଁ ଦୁଃଖରେ ରଖିବି ନାହିଁ ବୋଲି ପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ସେ ପ୍ରତିଜ୍ଞା ଅନୁସାରେ ତୁମମାନଙ୍କୁ କୌଣସି ପ୍ରକାର ଖାଇବାକୁ ଦେବେ ହାଲେଲୁୟା କିନ୍ତୁ ସେମାନେ ଯେଉଁମାନେ କହିବେ ଯେଉଁମାନେ 600 ଖ୍ରୀଷ୍ଟିଆନ ଲୋକ ଏକା 600 ଲଗାଇ ଦେଇଥିବେ ନାଇଁ କି ତୁମକୁ ଡାକି କହିବେ ଭଉଣୀ ଆସ କିଛି ନାହିଁ ଭଉଣୀ ଶରୀର କି କାମରେ ଲାଗିବ କହିଲ 600 ନମ୍ବର ଲଗେଇଦେଲେ ଆରାମସେ ଚାଉଳ ଫାଉଲ ସବୁ ଦେବେ ଖାଇଦେବା ପ୍ରଭୁ ଆମକୁ ଜାଣିନାହାନ୍ତି କି ପ୍ରଭୁ ଆସିଲେ ଆମକୁ ନେଇଯିବେ ଯେ ବୋଲେ ତୁମକୁ ବଣ୍ଡାଇବା କାହିଁ ବସ ବୁଝିଲ ନାଇଁ ମା ବହୁତ କଷ୍ଟ ଲାଗୁଛି ଏକା କିନ୍ତୁ ନାଇଁ କି ପ୍ରଭୁଙ୍କର ବିଶ୍ୱାସକୁ ଆମେ ଛାଡ଼ି ପାରିବୁ ନାହିଁ ଆମେ 600 ନମ୍ବର 600 ନମ୍ବର ଲଗେଇବୁ ନାହିଁ କହିଲେ ତୁମକୁ ପାଗଳ ତୁମ ପାଗଳ ହେଇଯାଇଛ ବୋଲି ସେ ତୁମମାନଙ୍କୁ ଅବହେଳା କରୁଥିବ ହାଲେଲୁୟା ଏମିତିକାର ଗୋଟେ ମହାଶବ୍ଦ ଆସିବ ବଡ଼ ଭୂମିକମ୍ପ ଆସିବ ସପ୍ତମ ଥରି ବାଜିବା ସମୟରେ ଫୁଟ କରି ମାୟା ହେଇଯିବେ ମାନେ ହାଲେଲୁୟା ଫଟ କରି ମାୟା ହେଇଯିବେ କିଏ ମଣ୍ଡଳୀ ପ୍ରେଜ୍ ଦ ଲର୍ଡ କଣ ଗଲେ ବୋଲି ସେ ପାଖରେ ଥିବା 600 ନମ୍ବର ଲଗାଇଥିବା ଖ୍ରୀଷ୍ଟିଆନ ଲୋକ ଦେଖୁ ସେ କାମ ହେଇଯିବ ଏତର ଆରମ୍ଭ ହେଇଯିବ ଈଶ୍ୱରଙ୍କର କ୍ରୋଧ ରୂପ ହାଲେଲୁୟା ବୁଝିପାରୁଛ କି ଈଶ୍ୱରଙ୍କର କ୍ରୋଧ ରୂପ ପାତ୍ର ସେଠି ବାଇବେଲ ବେଶ୍ୟା ଦେଇଥିବା କ୍ରୋଧ ରୂପ ପାତ୍ରରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେ ନଷ୍ଟ କରିବାକୁ ଚାହୁଁଥିବା ବେଳକୁ ପ୍ରଭୁ ସେମାନଙ୍କୁ ରକ୍ଷା କରିକି ରେଡି କରିଦେବେ ପ୍ରେଜ୍ ଦ ଲର୍ଡ ହେଲେ ଏଇ ଜାଗାରେ ମେଷ ଶାବକଙ୍କର କ୍ରୋଧ ରୂପ ପାତ୍ରରେ ଏ 600 ନମ୍ବର ପାଇବା ଲୋକମାନେ ସବୁ ଅତି ଭୟଙ୍କର ଧାରୁଣା ଧାରଣ କ'ଣ ବୋଲେ ଗନ୍ଧକ ଅଗ୍ନିରେ ପଡ଼ିବେ ହାଲେଲୁୟା ସେମାନଙ୍କର ଏବେ ସବୁ ପୁଡ଼େଇଲା ବେଳେ କେମିତି ବାସ୍ନା ହେଉଥିବ ସବୁ ପୁଡ଼େଇଲା ବେଳେ ବାସ୍ନା ସବୁ ବୁଝିପାରୁଛ ନାଇଁ ସବୁ ପୁଡ଼େଇଲା ବେଳେ ଯେଉଁ ବାସ୍ନା ହେବ ଧୂଆଁ ହେବ ସେଇ ଧୂଆଁ ପୁଣି ପାତାଳରୁ ଉଠିବ ହାଲେଲୁୟା କାହାର ଏ ସବୁମାନଙ୍କର 600 ନମ୍ବର ନେଇଥିବା ସବୁମାନଙ୍କର ଧୂଆଁ ବାହାରିବ ସେଟା ସେଟା ଲେଖା ଦେଖୁନ ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି ତାହାର ନାମର ଚିହ୍ନ ଗ୍ରହଣ କରନ୍ତି ସେମାନଙ୍କର ଦିବାରାତ୍ର ବିଶ୍ରାମ ନଥିବ ହାଲେଲୁୟା କୋଉମାନଙ୍କର 600 ନମ୍ବର ଲଗେଇ ଦେଇକରି ଚାଉଳ କାର୍ଡ଼ ପାଇବା ଲୋକମାନଙ୍କର 600 ନମ୍ବର ଲଗେଇ ଦେଇକରି ସରକାର ସୁବିଧା ପାଇବା ଲୋକମାନଙ୍କର ସେମାନଙ୍କୁ ପ୍ରଭୁ ଯୀଶୁ କ'ଣ କରିବେ ଅତି ଭୟଙ୍କର ବିଚାର କରିବେ ସେ ଉପରେ ଆମେ ସେଥିରେ ପଢ଼ିଲୁ ନାହିଁ କି ବିଚାରକର୍ତ୍ତା ବିଚାର କରିବେ ପ୍ରେଜ୍ ଦ ଲର୍ଡ ବିଚାରପତି ବିଚାର କରିବେ ଏଠି 7 ଲେଖା ହେଇଛି ଈଶ୍ୱରଙ୍କୁ ଭୟ କର ପ୍ରଭୁ କହୁଛନ୍ତି ନା ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର କାରଣ ତାହାଙ୍କର ବିଚାର ସମୟ ଉପସ୍ଥିତ ପ୍ରେଜ୍ ଦ ଲର୍ଡ ପ୍ରଭୁଙ୍କର ବିଚାର ତମେ ପ୍ରଭୁଙ୍କ ଲୋକମାନଙ୍କୁ ଖାଇବାକୁ ନ ଦେଇକରି ପିଇବାକୁ ନ ଦେଇକରି ବିଭିନ୍ନ ପ୍ରକାର କଷ୍ଟ ଦେଉଥିଲ ପୁରା ଏବେ ଦେଖେଇବି ମୁଁ ପ୍ରଭୁଙ୍କର ପାୱାର ହାଲେଲୁୟା ପ୍ରଭୁଙ୍କର ବିଚାର ଆସିବ ସେମାନଙ୍କୁ କଣ୍ଡେଇକୁ ଯଦି ପକେଇଲେ ଆପଣ ପକେଇଦେବେ କୋଉଠି ଗନ୍ଧକମୟ ଅଗ୍ନିକୁଣ୍ଡରେ ଆମେ ଦେଖୁଥିବୁ ମୋର ପ୍ରିୟ ମଣ୍ଡଳୀ ହାଲେଲୁୟା
ସେମାନେ ଅଗ୍ନିକୁଣ୍ଡରେ ଦଗ 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 ଜଳୁଥିବା ସମୟ ଆମେ ଦେଖୁଥିଲୁ, ଦେଖିକିରି ପ୍ରଭୁଙ୍କୁ ଗୌରବ କରୁଥିଲୁ। ହାଲେଲୁୟା ହାଲେଲୁୟା। ମୋର ପ୍ରିୟ ଲୋକମାନେ, ସେ 12 ଲେଖାଇଛି, ଲାଷ୍ଟ ସେ 12 ଲେଖାଇଛି, ଏଠାରେ ସାଧୁମାନଙ୍କର ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି। କେଉଁମାନେ ଆଜ୍ଞା ପାଳନ କରନ୍ତି? ଆମେମାନେ। ହାଲେଲୁୟା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ମଣ୍ଡଳୀ ପରମେଶ୍ୱରଙ୍କର ଆଜ୍ଞା କ'ଣ କରୁଛି? ପାଳନ କରୁଛି। ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁଥିବା ମଣ୍ଡଳୀ ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି। ହାଲେଲୁୟା। ମଣ୍ଡଳୀ କ'ଣ କରୁଛି? ଯୀଶୁଙ୍କ ପ୍ରତି ବିଶ୍ୱାସ ରଖିଅଛି। ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ ଅଛି। ହାଲେଲୁୟା। ଦେଖନ୍ତୁ, ସାଧୁମାନେ ବୋଲି କହିଲେ ମଣ୍ଡଳୀ, ସାଧୁମାନେ ବୋଲି କହିଲେ 666 ନମ୍ବର ନ ଲଗାଇବା ଲୋକମାନେ। ସାଧୁମାନେ ବୋଲି କହିଲେ ସେ ଭଣ୍ଡ ଖ୍ରୀଷ୍ଟକୁ ଜୟ କରିବା ଲୋକମାନେ। ସେମାନେ ସାଧୁମାନେ, ସେମାନେ କ'ଣ କରୁଛନ୍ତି? ଈଶ୍ୱରଙ୍କ ଆଜ୍ଞା ପାଳନ କରୁଛନ୍ତି। ଈଶ୍ୱରଙ୍କ ଆଜ୍ଞା କ'ଣ? ପାଷ୍ଟର ଆଜ୍ଞା, ଈଶ୍ୱରଙ୍କ ଆଜ୍ଞା କ'ଣ ବୋଲି? ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା। ବୁଝିପାରିଲ କି? ଈଶ୍ୱରଙ୍କ ସେ ପ୍ରଭୁ କ'ଣ କହିଲେ? ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୁଷ୍ଟ, ଏହାଙ୍କ ଠାରେ ତମେ ବିଶ୍ୱାସ ରଖ। ହାଲେଲୁୟା ହାଲେଲୁୟା। ହେଲେ ଏଠି କ'ଣ ଲେଖା ହେଇଛି? ଯେଉଁମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ପାଳନ କରନ୍ତି ଆଉ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି, ସେମାନେ। ହାଲେଲୁୟା। ସେମାନେ ଧନ୍ୟ। ସେମାନଙ୍କୁ ଧୈର୍ଯ୍ୟ ଦେବେ ପ୍ରଭୁ। ସେମାନଙ୍କୁ ଯେଉଁ ଧୈର୍ଯ୍ୟ ଥିଲା, ସେମାନଙ୍କୁ ଯେଉଁ ମାନେ ସହିବା ଶକ୍ତି, ଭୋକ ହେଉଥିଲେ ମଧ୍ୟ, କଷ୍ଟ ହେଉଥିଲେ ମଧ୍ୟ, ସମସ୍ୟା ହେଉଥିଲେ ମଧ୍ୟ, ତମର କାମ କୌଣସି କାମ ହେଉନଥିବ, ସରକାର ପାଖକୁ ଗଲେ କୌଣସି ସୁବିଧା ମିଳୁନଥିବ, ତୁମକୁ ଖାଇବା ପିଇବା ରହୁନଥିବ, ବିଭିନ୍ନ ପ୍ରକାର ଭାବରେ ସେ ତୁମକୁ କଷ୍ଟ ଦେଉଥିଲେ ମଧ୍ୟ ସହିକିରି ପ୍ରାର୍ଥନାରେ ରହିବା ଲୋକମାନେ ପ୍ରଭୁଙ୍କର ଆଜ୍ଞା ପାଳନ କରିବା ଲୋକମାନେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ସେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ସହିତ এই বাক্যକୁ ସେ ବାକ୍ୟକୁ ମଝିରେ ରଖିକି ତୁମେ ପଢ଼ିବାର ଅଛି। ବୁଝିପାରିଲ କି ନାହିଁ? ସେ ବାକ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ମଣ୍ଡଳୀ ତଳକୁ ଆସୁଛି। ଏଇଠି ସେ ତାଙ୍କର ଧୈର୍ଯ୍ୟଟା ଦେଖାଯାଉଛି। ହାଲେଲୁୟା। ଏମାନେ ସେମିତି ଧୈର୍ଯ୍ୟ ରହିବାର କା ଯୀଶୁଙ୍କ ସହିତ ଆସୁଛନ୍ତି। ହାଲେଲୁୟା। ଇସ୍ରାଏଲ ଲୋକମାନେ ଦେଖୁଛନ୍ତି। ପ୍ରେଜ୍ ଦ ଲର୍ଡ। ଇସ୍ରାଏଲ ଲୋକମାନେ ଦେଖୁଛନ୍ତି, ପୃଥିବୀର ସବୁ ଲୋକମାନେ ଦେଖୁଛନ୍ତି ପ୍ରଭୁ ଯୀଶୁ ତାଙ୍କର ସ୍ତ୍ରୀକୁ ଧରିକରି ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି। ହାଲେଲୁୟା। ସେତେବେଳେ ଲୋକମାନେ କାମ୍ପା ହେଇଯିବେ, ଅତି ଭୟଙ୍କର ଭାବରେ କାମ୍ପା ହେଇଯିବେ, ଛାତିରେ ମାରି ମାରି କାନ୍ଦୁଥିବେ। ଆମେ ଏଇ ପ୍ରକାର ମହାପରିତ୍ରାଣକୁ ଅବହେଳା କଲୁ, ଜାଣି ଜାଣିକି 666 ନମ୍ବର ଲଗେଇଲୁ, ସେ ଭଣ୍ଡ ଖ୍ରୀଷ୍ଟକୁ ବିଶ୍ୱାସ କଲୁ, ସେ ବାବିଲର ମହାରାଣୀ ମାନେ ଯିଏକି ବେଶ୍ୟା ରାଣୀ, ତାର କଥା ଶୁଣିକିରି ବେବିଚାର କାମ କରିକିରି ଖରାପ ବାଟ ଗଲୁ। ଆୟ 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 କାନ୍ଦ। କିନ୍ତୁ ଇସ୍ରାଏଲ ଲୋକମାନଙ୍କର ମୁକ୍ତି ଉପସ୍ଥିତ। ହାଲେଲୁୟା। ଆମକୁ ଦେଖିବା ସାଙ୍ଗେ ସାଙ୍ଗେ ଆମ ସାଙ୍ଗରେ ଆସିକି ଚୁମୁକୁ ଲାଗିଲା ପରେ ଲାଗିଛି। ପ୍ରେଜ୍ ଦ ଲର୍ଡ। ଏଇଟା ହେଉଛି ଅତି ଗଭୀରତର ବାକ୍ୟ, ଅତି ନିଗୁଢ଼ତତ୍ଵ ବାକ୍ୟ ପ୍ରଭୁ ତୁମମାନଙ୍କୁ ଦେଇଛନ୍ତି। ହାଲେଲୁୟା। ତୁମେମାନେ ଧ୍ୟାନ ସହିତ ବାକ୍ୟ ପାଳନ କର, ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କର, ପ୍ରାର୍ଥନା କର, ତୁମେ ତୁମ ପରିବାର ତୁମ ମଣ୍ଡଳୀ ରକ୍ଷା ପାଇବ। ହାଲେଲୁୟା। ନଚେତ୍ କ'ଣ ହବ ବୋଲି କହିଲେ, ତୁମ ପାଖ ଘର ଆଖା ଥିବ ଆଉ ଗୋଟେ ଜଣ, ସେ ଗଣ୍ଡେଇକିରି ତତେ ବ୍ଲକକୁ ନେଇକିରି 666 ନମ୍ବର ଲଗେଇଦେବ। ଜାଗ୍ରତ। ବିଜେତ ଲୋକମାନଙ୍କୁ ତୁମେ ଡରବା ଦରକାର ନାହିଁ। ବିଜେତ ଲୋକମାନେ ତୁମକୁ କିଛି ନଷ୍ଟ କରିବେ ନାହିଁ, ସେମାନେ ତୁମକୁ କିଛି କ୍ଷତି କରିବେ ନାହିଁ। ସିନା ନିଜର ଲୋକମାନେ କ୍ଷତି କରିବେ, ନିଜର ଲୋକମାନେ କ୍ଷତି କରିବେ, ଖ୍ରୀଷ୍ଟିଆନ ଲୋକମାନେ ଖ୍ରୀଷ୍ଟିଆନ ଲୋକଙ୍କୁ କ୍ଷତି କରିବେ। ମୋର ପ୍ରିୟ ଲୋକମାନେ, ତେଣୁକରି ଏ ନିର୍ବୁଦ୍ଧିଆ ମାନେ ସୁବୁଦ୍ଧି ମାନଙ୍କୁ କ୍ଷତି କରିବାକୁ ଚାହୁଁଥିଲେ। ଆସ ଟିକେ ମଦ ବାଟିକୁ ଯିବା, ଆସ ଟିକେ ସିନେମା ଦେଖି ଯିବା, ଆସ ଟିକେ ବଜାର ବୁଲିବାକୁ ଯିବା ବୋଲି ଯୁବା ଯୁବତୀମାନଙ୍କୁ ଡାକିକି ନେଇଯିବା। ଭଣ୍ଡ ଖ୍ରୀଷ୍ଟ ମାନେ ସେମାନେ ନିର୍ବୁଦ୍ଧିଆ କରିବା ମାନେ ସେମାନେ ରହିଯିବେ। ସେମାନଙ୍କୁ ଗୋଟେ ସୁଯୋଗ ବି ଦେବେ ନାହିଁ ପ୍ରଭୁ। ଏ ଅଧର୍ମଚାରୀ ଲୋକମାନେ ତମେ କୋଉଠୁ ଲୋକ ତମେ ଯାଅ, ଗେଟ୍ ଆଉଟ୍ କହିବେ ପ୍ରଭୁ। ହାଲେଲୁୟା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୋଧରୂପ ମଦିରାରେ ସେମାନେ ଦୁଃଖ। ହାଲେଲୁୟା।
ମୋର ପ୍ରିୟ ଲୋକମାନେ এই ପ୍ରକାର ସମସ୍ୟା ପ୍ରଭୁ ମଣ୍ଡଳୀକୁ ଦେବେ ନାହିଁ। ସୁରକ୍ଷିତ କରି ତାଙ୍କୁ ବିଶ୍ୱାସ କରିଦେବ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଥିବା ଲୋକମାନଙ୍କୁ ପ୍ରଭୁ ପୁରା ସୁରକ୍ଷା ଦେବେ। ହାଲେଲୁୟା। ସେମାନେ ଯେଉଁ ଜାଗାକୁ ଯିବେ ସଦାପ୍ରଭୁ ତାଙ୍କ ଦୂତମାନଙ୍କୁ ତାଙ୍କ ପଛରେ ପଠେଇବେ।